ଆପଣଙ୍କ ପରିଚୟ? ମୋ ନାଁ ବାବା ନିମାଞ୍ଚରଣ ଦାସ, କୌପୁନଧାରୀ ମହିମା ସମାଜ ଜୋରନ୍ଦା। ଯେ ମହିମା କାର୍ଯ୍ୟକ୍ରମ କେତେ ଦିନ ଚାଲୁଛି? କଣ କଣ ଏଠି ବସୁଦେବପୁର ଅଞ୍ଚଳର ବାବା ସୁରେଶ ଚନ୍ଦ୍ର ଦାସ ଏଠି ଦାୟିତ୍ୱ ନେଇଛନ୍ତି। ଏଠି 3 ଦିନ ଧରି ଅନୁଷ୍ଠିତ ହେବ ଅନୁଷ୍ଠାନ। 3 ଦିନ ଧରି ଯଜ୍ଞ ପରିଚାଳନା କରାଯିବ। ଏଠି ଅଞ୍ଚଳର ସର୍ବସାଧାରଣ ଭକ୍ତମାନେ, ଜଗତ ଲୋକମାନେ ବି ସମସ୍ତଙ୍କ ଅନୁଦାନରେ ଅନୁଷ୍ଠାନ ହେଉଛି। ଜଗତର ମଙ୍ଗଳ କାମନା ନିମନ୍ତେ ଏଠି ଘୃତାହୁତି ହେଉଛି। ଆଉ ଯିଏ ଯେମିତି ଆସିଲେ ଯଥାଶକ୍ତି ସାହାଯ୍ୟ କଲେ। ଆଉ ଦିନ ରାତି 24 ଘଣ୍ଟା ଚାଲିଛି, ଭିକ୍ଷା ସାମଗ୍ରୀ ଚାଲିଛି, ସମସ୍ତେ ଖାଇ ପିଇକି ଯଥାଶକ୍ତି ଯିବାର ହେଉଛି। ଏଇଟା 3 ଦିନ ପରେ ଯଜ୍ଞ ସମାପ୍ତି ହେବ। ବାପାଙ୍କ ନାଁ ମହେନ୍ଦ୍ର ସେଠୀ। ଆମ ବାପା ଏବଂ ମା ଏମାନେ ଅଲେଖ ଧର୍ମରେ ଦୀକ୍ଷିତ ଥିଲେ। ଆଉ ସିଏ ଥିଲାବେଳେ ଗୋଟେ ଚାଳ ଘରେ କାର୍ଯ୍ୟକ୍ରମ ହେଉଥିଲା। ଅଲେଖ ବାବାଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେଉଥିଲା। ସେ ଚାଲିଗଲା ପରେ ଏଟା ପରମାନେଣ୍ଟଲି ଗୋଟେ କରିବା ପାଇଁ କିଛି ଜାଗା ଦାନ କଲା ପରେ ସେ ବାବା ନିଜେ ମଠ ତିଆରି କରିଛନ୍ତି ନିଜ ସ୍ୱଖର୍ଚ୍ଚରେ। ଏବଂ କଲା ପରେ ଏଇଟା ହେଉଛି ପ୍ରଥମ ବାର୍ଷିକ କାର୍ଯ୍ୟକ୍ରମ, ଯେଉଁ ଯଜ୍ଞ କାର୍ଯ୍ୟକ୍ରମ 3 ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ଆମ ଗାଁର ଗ୍ରାମବାସୀ ସମସ୍ତଙ୍କ ସହଯୋଗରେ ଚାଲିଛି। 3 ଦିନ ଧରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ପ୍ରବଚନ କାର୍ଯ୍ୟକ୍ରମ, ଆଉ ଭଜନ ସମାରୋହ, ଆଉ ପଙ୍ଗତ ଖାଇବା ପିଇବା, ମାନେ ମହାପ୍ରସାଦ ସେବନ ଏସବୁ ଚାଲିବ। ଚାଲିବା ପରେ 3 ଦିନ ପରେ ଯଜ୍ଞ ସମାପ୍ତ ହେବ। ଏଇଆ।